कटकर एससीबी मेडिकल कॉलेज एवं हॉस्पिटल घटी एक मर्मतुंद घटना। गत 16 मार्च 2026 राति प्राय 2:45 एससीबी मेडिकल ट्रमा वार्ड रे हठात निआं लगी जाइथिला। प्राथमिक तदंतरू जनापड़ी जे यह एक सर्ट सर्किट कारण घटी थाई जाई पारे। राति समय होइथिबारु अधिकांश रोगी शोइथिले, फल धुआं और निआंरु बाहर को आसवा संभव हो नथिला। ଏହି ଅଗ୍ନିକାଣ୍ଡରେ ମୋଟ 12 ଜଣ ରୋଗୀଙ୍କ ମୃତ୍ୟୁ ଘଟିଛି। ଘଟଣାସ୍ଥଳରେ 7 ଜଣ ରୋଗୀଙ୍କ ମୃତ୍ୟୁ ଘଟିଥିବା ବେଳେ 3 ଜଣଙ୍କର ଅନ୍ୟ ୟୁନିଟ୍କୁ ନେବା ସମୟରେ ଏବଂ 2 ଜଣଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି। ରକ୍ଷା ଉଦ୍ଧାର କାର୍ଯ୍ୟରେ 11 ଜଣ କର୍ମଚାରୀ ମଧ୍ୟ ଆହତ ହୋଇଛନ୍ତି। ଏହି ଘଟଣା ପରେ ରାଜ୍ୟ ରାଜନୀତିରେ ତୀବ୍ର ପ୍ରତିକ୍ରିୟା ଦେଖିବାକୁ ମିଳିଛି। ବିରୋଧୀ ଦଳ ନେତା ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍କ ଇସ୍ତଫା ଦାବି କରିଛନ୍ତି। ବିଧାନସଭାରେ ବିଜେଡି ଏବଂ କଂଗ୍ରେସ ବିଧାୟକମାନେ ପୃଷ୍ଠ ଧରି ବିରୋଧ କରିବା ସହିତ ଏକ ନକଲି ଶୋଭାଯାତ୍ରା ବାହାର କରିଥିଲେ। ସେମାନେ ରାମ ନାମ ସତ୍ୟ ହେ ଧ୍ୱନି ଦେଇ ସ୍ୱାସ୍ଥ୍ୟ ବିଭାଗର ଶୋଭାଯାତ୍ରା ବାହାର କରିଥିଲେ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଘଟଣାର ତଦନ୍ତ ପାଇଁ ଅବସରପ୍ରାପ୍ତ ଜିଲ୍ଲା ବିଚାରପତି ଲକ୍ଷ୍ମୀଧର ବିଶ୍ୱାଳଙ୍କ ନେତୃତ୍ୱରେ ଏକ ନ୍ୟାୟିକ କମିଟି ଗଠନ କରିଛନ୍ତି। ଏହି କମିଟିକୁ 60 ଦିନ ମଧ୍ୟରେ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହା ବ୍ୟତୀତ ବିକାଶ କମିଶନର ଦେଓରଞ୍ଜନ କୁମାର ସିଂଙ୍କ ନେତୃତ୍ୱରେ 6 ଜଣିଆ ତଥା ଅନୁସନ୍ଧାନକାରୀ ଦଳ ମଧ୍ୟ ଗଠନ କରାଯାଇଛି। ମୃତକଙ୍କ ପରିବାର ପାଇଁ ମୁଖ୍ୟମନ୍ତ୍ରୀ ରିଲିଫ୍ ଫଣ୍ଡରୁ 25 ଲକ୍ଷ ଟଙ୍କା ଏବଂ ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ରିଲିଫ୍ ଫଣ୍ଡରୁ 2 ଲକ୍ଷ ଟଙ୍କା ସହାୟତା ରାଶି ଘୋଷଣା କରାଯାଇଛି। କିନ୍ତୁ ବିରୋଧୀ ଦଳ ଏହି ରାଶିକୁ ଅପର୍ଯ୍ୟାପ୍ତ ବୋଲି କହି 1 କୋଟି ଟଙ୍କା କ୍ଷତିପୂରଣ ଦାବି କରୁଛନ୍ତି। ଏହି ଘଟଣା ରାଜ୍ୟର ହସ୍ପିଟାଲଗୁଡ଼ିକର ଅଗ୍ନି ନିରାପତ୍ତା ବ୍ୟବସ୍ଥା ଉପରେ ପୁଣି ଥରେ ପ୍ରଶ୍ନ ଉଠାଇଛି। 2016 ମସିହା ଭୁବନେଶ୍ୱରରେ ଏକ ଘରୋଇ ହସ୍ପିଟାଲରେ ଲାଗିଥିବା ନିଆଁରେ 21 ଜଣଙ୍କର ମୃତ୍ୟୁ ଘଟିଥିଲା। ତାହାର ଏକ ଦଶନ୍ଧି ପରେ ପୁଣି ଏହିଭଳି ଘଟଣା ଚିନ୍ତାର ବିଷୟ।